ନିହାର ରଞ୍ଜନ ମଲ୍ଲିକ ଜଣେ ବିତ୍ତଶାଳୀ ବ୍ୟବସାୟୀ ଥିଲେ। ତାଙ୍କର ଆଲିଶାନ ବଙ୍ଗଳା, କାର ଏବଂ କୋଟି କୋଟି ଟଙ୍କାର କମ୍ପାନୀ ଥିଲା। କିନ୍ତୁ ତାଙ୍କର ଆଲିଶାନ ଜୀବନ ପଛରେ ଥିଲା ଏକଲାପଣର ଏକ ପାଚେରୀ। ପିଲାବେଳୁ ସେ ବାପା ମାଆଙ୍କୁ ହରେଇଥିଲେ, ଆଉ ଯିଏ ବି ତାଙ୍କ ସହ ସମ୍ପର୍କ ଯୋଡ଼ୁଥିଲେ କେବଳ ଟଙ୍କା ପାଇଁ। ସମସ୍ତଙ୍କର ନଜର ତାଙ୍କର ସମ୍ପତ୍ତି ଉପରେ ଥିଲା। ସେ ତାଙ୍କ ଜୀବନରେ କେବଳ ଏମିତି ଗୋଟେ ମଣିଷକୁ ଚାହୁଁଥିଲେ ଯିଏ କେବଳ ତାଙ୍କୁ ହୃଦୟରୁ ଭଲ ପାଇବ। ସେଦିନ ଥଣ୍ଡା ପାଗ ଥାଏ। ନିହାର ହଠାତ୍ ତାଙ୍କ କାରଟିକୁ ରାସ୍ତା କଡ଼ରେ ଅଟକେଇ ଦେଲେ। 24 ବର୍ଷର ସୁନ୍ଦର ଝିଅଟେ ରୋଡ଼ ଉପରେ ପଡ଼ିଥିବା ଫୁଲକୁ ଗୋଟେଇ ବିକୁଥାଏ। ଏତେ ଥଣ୍ଡା, ବର୍ଷା, ପାଣି, ପବନ ତାକୁ ଟିକେ ବି ବିଚଳିତ କରୁନଥିଲା। ନିହାର ପ୍ରତ୍ୟେକ ଦିନ ଏଣିକି ସେହି ରାସ୍ତା ଦେଇ ଆସନ୍ତି ଆଉ ସେଇ ଝିଅଟିକୁ ନିରୀକ୍ଷି ଦେଖନ୍ତି। ଝିଅଟିର ନାଁ ନେହା। ଦିନେ ନେହାର ତା ପାଖକୁ ଯାଇ ପଚାରିଲେ, ତମେ ଏତେ ଥଣ୍ଡା ବର୍ଷାରେ ଏତେ କଷ୍ଟ କରୁଛ, ତାଠୁ ଭଲ ତମେ ଭିକ ମାଗିପାରନ୍ତ। କିନ୍ତୁ ନେହା କହିଲା, ସାର୍, ମାନୁଛି ମୁଁ ଗରିବ, କିନ୍ତୁ ମୋ ପେଟର ଭୋକ ମୋତେ କେବେ କାହା ଆଗରେ ନଇଁବାକୁ ଦେଇନି କି ମୋ ସ୍ୱାଭିମାନ ମୋତେ ହାରିବାକୁ ଦେଇନି। ଝିଅଟିର କଥା ନିହାର ମନକୁ ଛୁଇଁଗଲା। ସେ କିଛି ଟଙ୍କା ଝିଅଟିର ହାତକୁ ବଢ଼େଇ ଦେଲା। କିନ୍ତୁ ଝିଅଟି ମନା କରି କହିଲା, ନାଇଁ ଆଜ୍ଞା, ମୋର ଟଙ୍କା ଦରକାର ନାହିଁ। ଆପଣ ଯଦି ମୋତେ ପ୍ରକୃତରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ମୋ ପାଇଁ କିଛି ଗୋଟେ କାମ ବୁଝି ଦିଅନ୍ତୁ। ନେହାର କଥା ନିହାରର ମନକୁ ଛୁଇଁଲା। ସେ ଭାବୁଥିଲା, ଆଜିର ଦୁନିଆରେ ଟଙ୍କାର ଲୋଭ ନଥିବା ଆଉ ନିଜ ସ୍ୱାଭିମାନରେ ବଞ୍ଚିବାକୁ ଚାହୁଁଥିବା ଝିଅଟେ ସେ ବୋଧେ ପ୍ରଥମ ଥର ଦେଖୁଛି। ସେ ନେହା ପାଇଁ ଗୋଟେ କାମ ତା କମ୍ପାନୀରେ ବୁଝିଦେଲା। ନେହା କିନ୍ତୁ ଏବେ ବହୁତ ଖୁସି ଥିଲା। ସେ ନିହାରର କମ୍ପାନୀରେ କାମ କରିବାକୁ ଆରମ୍ଭ କଲା। ଯେହେତୁ ସେ ମେଳାପି ଆଉ ପରିଶ୍ରମୀ ଥିଲା, ସେ ତାର ସବୁ କାମକୁ ନିଷ୍ଠାର ସହିତ କରୁଥିଲା। ଏମିତିକି ଅଫିସର ଷ୍ଟାଫମାନଙ୍କୁ ମଧ୍ୟ ସମସ୍ତ କାମରେ ସାହାଯ୍ୟ କରିବାରେ ସେ କେବେ ପଛଘୁଞ୍ଚା ଦେଉନଥିଲା। ତାର ଏହିସବୁ ଗୁଣ ଯୋଗୁଁ ସେ ଖୁବ୍ ଅଳ୍ପ ଦିନରେ ସମସ୍ତଙ୍କର ନଜର ଆକର୍ଷଣ କରିପାରିଥିଲା। ତାର ହସ ହସ ମୁହଁ ଦେଖି ନିହାର ମଧ୍ୟ ବହୁତ ଖୁସି ହେଇଯାଉଥିଲା। କିନ୍ତୁ ଦିନକର କଥା, ଗୋଟେ କୋଟି କୋଟି ଟଙ୍କାର ଡିଲ୍ ହେଇଥିବା ଫାଇଲଟେ କୁଆଡ଼େ ହଜିଗଲା। ଏକଥାରେ ନିହାର ଉତ୍କ୍ଷିପ୍ତ ହେଲା। ସେ ସମସ୍ତ ଷ୍ଟାଫକୁ ଅର୍ଡର ଦେଲା, ମୋତେ ଯେମିତି ହେଲେ ସେ ଫାଇଲଟି ଦରକାର, ତମେମାନେ ଖୋଜି ଆଣ। ଷ୍ଟାଫମାନେ ଏବେ ନେହାକୁ ସନ୍ଦେହ ଦୃଷ୍ଟିରେ ଦେଖିଲେ। ସେ ଯେ ଫାଇଲଟିକୁ ହେରଫେର କରିଦେଇଛି ଏହି ଅଭିଯୋଗ କଲେ। ନେହା କିନ୍ତୁ ଟିକେ ବି ବିଚଳିତ ହେଲାନି। ସେ ଖୋଜି ଆଣି ଫାଇଲଟିକୁ ନିହାରର ହାତରେ ବଢ଼େଇ ଦେଲା। ନିହାର କିଛି କ୍ଷଣ ପାଇଁ ନେହାର ନିରୀହ ମୁହଁଟିକୁ ଦେଖୁଥିଲା। ସତରେ କେତେ ନିଷ୍ପାପ ଆଉ ନିରୀହ ସେ। କୌଣସି ଜିନିଷରେ ତାର ଟିକିଏ ବି ଲୋଭ ନାହିଁ। ଏବେ ନିହାର କ'ଣ ପାଇଁ କେଜାଣି ତାର ହୃଦୟରେ ନେହା ପାଇଁ କିଛି ଗୋଟେ ଅଲଗା ଅନୁଭବ କରୁଥିଲା। ତା ମନରେ ନେହା ପାଇଁ ଗୋଟିଏ ସ୍ପେଶିଆଲ ଫିଲିଂସ ସୃଷ୍ଟି ହେଲା। ନେହାକୁ ଦେଖିବା ମାତ୍ରେ ତା ଛାତି ଭିତରେ କେମିତି ଗୋଟେ ଅଜବ ଅନୁଭୂତି ହେଉଥିଲା। ନିହାର ତାକୁ ନିରୀକ୍ଷି ଦେଖେ, ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ କ୍ଷଣରେ। ସେ ଭାବୁଥିଲା, ଯୋଉ ଝିଅ ଟଙ୍କା ପଇସାର ଲୋଭ କରେନି ଆଉ ନିଜ ସ୍ୱାଭିମାନରେ ବଞ୍ଚିବାକୁ ପ୍ରୟାସ କରେ, ସିଏ କେବଳ ମୋ ହୃଦୟରେ ରହିବା ପାଇଁ ଯୋଗ୍ୟ। ସେ ଏବେ ଆଉ ନିଜକୁ ଆଉ ଏକା ଅନୁଭବ କରୁନଥିଲା। ମନେ ମନେ ସେ ଭାବି ସାରିଥିଲା, ନେହାକୁ ତା ମନର କଥା ସେ ଯେମିତି ହେଲେ କହିବ। ଆଉ ଦିନେ ପ୍ରେସ୍ କନଫରେନ୍ସ ଚାଲିଥାଏ। ଅଫିସର ପ୍ରେସ୍ କନଫରେନ୍ସରେ ନିହାର ନେହାକୁ ସମସ୍ତଙ୍କ ଆଗରେ ପ୍ରପୋଜ କଲା। ନେହା ଏକଥା ଶୁଣି ନିଜ କାନକୁ ବିଶ୍ୱାସ କରିପାରୁନଥିଲା।
ତା ଆଖିରେ ଲୁହର ବନ୍ୟା ଛୁଟି ଚାଲିଲା। ସେ କିଛି କ୍ଷଣ ପାଇଁ ସ୍ତବ୍ଧ ହେଇଯାଇଥିଲା। ସେ ଭାବୁଥିଲା, ଏତେ ବଡ଼ କମ୍ପାନୀର ମାଲିକ ଆଉ ସେ ଗୋଟେ ସାଧାରଣ ଚାକରାଣୀ। ତାକୁ କ'ଣ ପାଇଁ ଭଲ ପାଇବ? ତାକୁ ଏବେ ବି ବିଶ୍ୱାସ ହେଉନଥିଲା। ଆଉ ଅଫିସର ଷ୍ଟାଫ, ନିହାରର ସାଙ୍ଗ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଥିଲେ। ନିହାରର ବେଷ୍ଟ ଫ୍ରେଣ୍ଡ ନିହାରକୁ ଚିଲେଇ ଚିଲେଇ କହିଲା, ନିହାର, ତୁ ହଉଛୁ କରୋଡ଼ପତି। ଟଙ୍କା ପଇସା ଷ୍ଟାଟସ୍ ତୋ ପାଦ ତଳେ, ଆଉ ତୁ ଗୋଟେ ସାଧାରଣ ଚାକରାଣୀକୁ ତୋ ମନ ଦେଇଛୁ। ତୁ କ'ଣ ସତରେ ପାଗଳ ହେଇଯାଇଛୁ? ତୁ ଚାହିଁଲେ ଅନେକ ଝିଅଙ୍କର ଲମ୍ବା ଧାଡ଼ି ତୋ ଆଗରେ ଲାଗିଯିବ। ତତେ କ'ଣ ଝିଅମାନଙ୍କର ଅଭାବ? ତୁ ଶେଷରେ ଗୋଟେ ଚାକରାଣୀକୁ ଭଲ ପାଇବାର ନିଷ୍ପତ୍ତି ନେଲୁ। ନିହାର କିନ୍ତୁ ଶାନ୍ତ ଥିଲା। ସେ ଶାନ୍ତ ଭାବରେ ସମସ୍ତଙ୍କୁ ବୁଝେଇ ଦେଲା, ଟଙ୍କା ପଇସା ଷ୍ଟାଟସ୍ ଏସବୁ ମୋ ପାଖରେ ଅଛି, କିନ୍ତୁ ମୋ ପାଖରେ ଗୋଟେ ସୁନ୍ଦର ହୃଦୟ ଥିବା ମଣିଷ ନାହିଁ। ଆଉ ସେ କେବଳ ନେହା ହେଇପାରିବ। ପରେ ନିହାର ମନ୍ଦିରରେ ଏକ ସାଧାରଣ ବିବାହର ଆୟୋଜନ କରିଥିଲେ, ଯେଉଁଠି ନେହା ଆଉ ନିହାର ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହେଲେ। ନେହା ଏବେ ବି ମଧ୍ୟ ତାର ଭାଗ୍ୟକୁ ନେଇ ବିଶ୍ୱାସ କରିପାରୁନଥିଲା। ନିହାର ଚାହୁଁଥିଲେ ନେହା ନିଜର ପରିଚୟ ସୃଷ୍ଟି କରୁ। ସେଥିପାଇଁ ସେ ତା ପାଇଁ ଗୋଟେ NGO ସଂସ୍ଥା ଗଢ଼ି ତୋଳିଲେ, ଯେଉଁଠି ସାଧାରଣ ଗରିବ ନାରୀମାନେ ତାଙ୍କର ପରିଚୟ ସୃଷ୍ଟି କରିପାରୁଥିଲେ, କର୍ମ ଯୋଗାଡ଼ କରିପାରୁଥିଲେ। ସେଠି ସମସ୍ତେ ଖୁସିରେ କାମ କଲେ, ଆଉ ସେମାନଙ୍କୁ ଦେଖି ନେହା ବହୁତ ଖୁସି ଥିଲା। ଏବେ ନିହାର ଆଉ ନେହା ଗୋଟିଏ ସୁସ୍ଥ ଏବଂ ସୁନ୍ଦର ଜୀବନ ବଞ୍ଚୁଥିଲେ। ନିହାର ଏବେ ଏକା ନଥିଲା, ଆଉ ନେହା ତା ଜୀବନରେ ଭାବିନଥିବା ଗୋଟିଏ ସ୍ୱପ୍ନକୁ ପାଇସାରିଥିଲା।